ଗଣିତ କଳାଂଶକୁ ସପ୍ତମ ଶ୍ରେଣୀର ସମସ୍ତ ଭାଇ ଭଉଣୀମାନଙ୍କୁ ସୁସ୍ୱାଗତମ୍। ତ ପୂର୍ବରୁ ଆମେ ପରିମିତିରେ ପଢ଼ିଥିଲେ ଯେ କ୍ଷେତ୍ରଫଳ ମାନେ କ'ଣ ନା ଗୋଟେ ଆବଦ୍ଧ ଚିତ୍ର ସମତଳ ଉପରେ ଯେତିକି ସ୍ଥାନ ଅଧିକାର କରିଥାଏ ସେ ସ୍ଥାନର ପରିମାଣଟା ହେଉଛି ତା'ର କ୍ଷେତ୍ରଫଳ। ତ ବିଭିନ୍ନ ଆବଦ୍ଧ ଚିତ୍ରର କ୍ଷେତ୍ରଫଳର ସୂତ୍ର ବି ଜାଣିଥିଲେ, ଯେପରି ଆୟତ କ୍ଷେତ୍ରର କ୍ଷେତ୍ରଫଳ ସୂତ୍ର ଥିଲା ଦୈର୍ଘ୍ୟ ଇଣ୍ଟୁ ପ୍ରସ୍ଥ, ବର୍ଗ କ୍ଷେତ୍ରର ବାହୁ ଇଣ୍ଟୁ ବାହୁ, ସାମୁଦ୍ରିକ କ୍ଷେତ୍ରର ଭୂମି ଇଣ୍ଟୁ ଉଚ୍ଚତା, ତ୍ରିଭୁଜର କ୍ଷେତ୍ରଫଳ ସୂତ୍ର ଥିଲା ହାଫ୍ ଭୂମି ଇଣ୍ଟୁ ଉଚ୍ଚତା। ତେବେ ଆଜିର ବିଷୟ ହେଉଛି ଗୋଟେ ଆୟତ କ୍ଷେତ୍ରର ଭିତର ଓ ବାହାର ଧାରକୁ ଲାଗି ରହିଥିବା କ୍ଷେତ୍ରର କ୍ଷେତ୍ରଫଳ। ଯେପରି ଏଠି ଦେଇଛି କହିଲା ଏ ବି ସି ଡି ହେଉଛି ଗୋଟେ ଦତ୍ତ ଆୟତ ଚିତ୍ର ଓ ଏହାର ବାହାର ସୀମାକୁ ଲାଗି ସମ ଓସାର ବିଶିଷ୍ଟ ଗୋଟେ ରାସ୍ତା ତିଆରି କରାଯାଇଛି। ତେଣୁ ରାସ୍ତାର କ୍ଷେତ୍ରଫଳ କ'ଣ ହେବ? ଆମେ ଏବେ ବର୍ତ୍ତମାନ ଚିତ୍ରରେ ଦେଖୁଛେ ଦୁଇଟି ଆୟତ କ୍ଷେତ୍ର ଅଛି, ଗୋଟେ ହେଲା ପି କ୍ୟୁ ଆର୍ ଏସ୍ ଆଉ ଗୋଟେ ହେଲା ଏ ବି ସି ଡି। ତେବେ ଆମର ମୂଳ କ୍ଷେତ୍ର ହେଉଛି ଏବିସିଡ଼ିର ବାହାର ସୀମାକୁ ଲାଗି ସମ କ୍ଷେତ୍ରଫଳ ସମ ଓସାର ବିଶିଷ୍ଟ ଏକ ରାସ୍ତା ଅଛି। ତେଣୁ ସେ ରାସ୍ତା ଦ୍ୱାରା ଆଉ ଗୋଟେ ଆୟତ କ୍ଷେତ୍ର ସୃଷ୍ଟି ହେଲା ପି କ୍ୟୁ ଆର୍ ଏସ୍। ତେଣୁ ଏ ରାସ୍ତାର କ୍ଷେତ୍ରଫଳ ହେଉଛି ପି କ୍ୟୁ ଆର୍ ଏସ୍ ଆୟତ କ୍ଷେତ୍ରର କ୍ଷେତ୍ରଫଳ ଫେଣ ଏ ବି ସି ଡି ଆୟତ କ୍ଷେତ୍ରର କ୍ଷେତ୍ରଫଳ। ତେବେ ଏ ଯେଉଁ ରାସ୍ତାର ଓସାର ଅଛି ଏ ଏକକ, ମନେକର ଏ ଏକକ। ତେବେ ପି କ୍ୟୁ ଆର୍ ଏସ୍ ଯେଉଁ ରାସ୍ତା ଦ୍ୱାରା ଗୋଟେ ଆୟତ କ୍ଷେତ୍ର ସୃଷ୍ଟି ହେଲା ସେ ଆୟତ କ୍ଷେତ୍ରର ଦୈର୍ଘ୍ୟ ଆଉ ପ୍ରସ୍ଥ କେମିତି ଜାଣିବା? ତେବେ ଆମର ଏ ବି ସି ଡି ଆୟତ କ୍ଷେତ୍ରର ଦୈର୍ଘ୍ୟ ହେଉଛି ଏ ବି। ତେବେ ବାହାର ଯେଉଁ ଆୟତ କ୍ଷେତ୍ର ପି କ୍ୟୁ ଆର୍ ଏସ୍ର ଦୈର୍ଘ୍ୟ କିପରି ନିର୍ଣ୍ଣୟ କରିବା? ନା ଉଭୟ ପଟେ ସେ ଏ ଏକକର ରାସ୍ତା ତିଆରି କରାହେଇଛି। ତେଣୁ ବାହାର ଆୟତ କ୍ଷେତ୍ରର ଦୈର୍ଘ୍ୟ ହେବ ଏ ବି ପ୍ଲସ୍ 2a ଏକକ। ସେପରି ପ୍ରସ୍ଥ ହେବ ଭିତରର ଏ ଡି ବାହାରର ପି ଏସ୍। ତେଣୁ ବାହାର ଆୟତ କ୍ଷେତ୍ରର ପ୍ରସ୍ଥ ହେବ ଏ ଡି ମିଶ୍ରଣ 2a ଏକକ। ଏ ପ୍ରକାର ଆମେ ଭିତର ଆୟତ କ୍ଷେତ୍ର ଓ ବାହାର ଆୟତ କ୍ଷେତ୍ରର ଦୈର୍ଘ୍ୟ ପ୍ରସ୍ଥ ଜାଣିପାରିଲେ। ଜାଣିସାରିଲା ପରେ ଆମେ କ'ଣ କରିବା ନା ଭିତର ଆୟତ କ୍ଷେତ୍ରର କ୍ଷେତ୍ରଫଳ ଆଣିବା ଆଉ ବାହାର ଆୟତ କ୍ଷେତ୍ରର କ୍ଷେତ୍ରଫଳ ଆଣିବା। ଆଣିସାରିଲା ପରେ ରାସ୍ତାର କ୍ଷେତ୍ରଫଳ ନିର୍ଣ୍ଣୟ କରିବା। କିପରି? ନା ପି କ୍ୟୁ ଆର୍ ଏସ୍ ଆୟତ କ୍ଷେତ୍ରର କ୍ଷେତ୍ରଫଳ ଫେଣ ଏ ବି ସି ଡି ଆୟତ କ୍ଷେତ୍ରର କ୍ଷେତ୍ରଫଳ। ଗୋଟେ ଉଦାହରଣ ଦେଖିନେବା। କହିଲା 20 ମିଟର ବାହୁ ବିଶିଷ୍ଟ ଏକ ବର୍ଗାକୃତି ଜମିର ବାହାର ଚାରିପାଖକୁ ଲାଗି 1 ମିଟର ଓସାର ବିଶିଷ୍ଟ ଏକ ରାସ୍ତା ରହିଛି। ଏଥିରେ ବର୍ଗ ମିଟରକୁ 2 ଟଙ୍କା 50 ପଇସା ହିସାବରେ ଗୋଡ଼ି ବିଛାଇବା ପାଇଁ କେତେ ଖର୍ଚ୍ଚ ହେବ? ତେଣୁ କ'ଣ କଲା ନା 20 ମିଟର ବାହୁ ବିଶିଷ୍ଟ ଏକ ବର୍ଗାକୃତି ଜମି ଅଛି ଆଉ ତା'ର ବାହାର ଚାରିପାଖକୁ ଲାଗି 1 ମିଟର ଓସାରର ଏକ ରାସ୍ତା ରହିଛି। ଆଉ ସେ ରାସ୍ତାରେ ଗୋଡ଼ି ବିଛାଇବା ପାଇଁ ବର୍ଗ ମିଟର 2 ଟଙ୍କା 50 ହିସାବରେ କେତେ ଖର୍ଚ୍ଚ ହେବ? ତେଣୁ ପ୍ରଥମେ ଆମେ ରାସ୍ତାର କ୍ଷେତ୍ରଫଳ ହିଁ ନିର୍ଣ୍ଣୟ କରିବାକୁ ପଡ଼ିବ। ତେବେ ଆମର ବର୍ଗାକାର କ୍ଷେତ୍ର ହେଉଛି ପି କ୍ୟୁ ଆର୍ ଏସ୍, ଯାହାର ପ୍ରତ୍ୟେକ ବାହାର ଦୈର୍ଘ୍ୟ ହେଲା 20 ମିଟର। ତେବେ ବାହାରେ ରାସ୍ତା ତିଆରି କରାହେଲା 1 ମିଟର ଓସାରର, ତା ଦ୍ୱାରା ଅନ୍ୟ ଏକ ବର୍ଗଚିତ୍ର ସୃଷ୍ଟି ହେଲା ଏ ବି ସି ଡି। ତେବେ ଏ ବି ସି ଡି ବର୍ଗଚିତ୍ରର ପ୍ରତ୍ୟେକ ବାହୁର ଦୈର୍ଘ୍ୟ କି ନିର୍ଣ୍ଣୟ କରିବା? ନା ବାହୁର ଉଭୟ ପଟେ 1 ମିଟରର ଦୈର୍ଘ୍ୟ ବା ପ୍ରସ୍ଥ ବା ଓସାର ଯୋଡ଼ି ଦିଆଯାଇଛି, ରାସ୍ତା ତିଆରି ହେଇଛି। ତେଣୁ ବାହାର ବର୍ଗ କ୍ଷେତ୍ରର ବାହୁର ଦୈର୍ଘ୍ୟ କିପରି ଆଣିବା? ନା ଭିତର ବାହୁର ଦୈର୍ଘ୍ୟ ମିଶ୍ରଣ 1 ଅର୍ଥାତ୍ 20 ମିଶ୍ରଣ 1 1 2, 20 ମିଶ୍ରଣ 2 = 22। ଅର୍ଥାତ୍ ଭିତର ହେଲା 20, ବାହାର ବର୍ଗ କ୍ଷେତ୍ରର ବାହୁ ହେଲା 22। ତେଣୁ ଦେଖ ଧାରା ଲେଖାଯାଇଛି ପି କ୍ୟୁ ଆର୍ ଏସ୍ ବର୍ଗାକୃତି ଜମିର ବାହାର ପାଖକୁ ଲାଗି
एक समप्रस्थ विशिष्ट 1 मीटर रास्ता अच्छी तेणु पी क्यू आर एस वर्गाकार क्षेत्र क्षेत्रफल होची 20 × 20 समान 400 वर्ग मीटर। सेपरी ए बी सी डी वर्गाकार जमीर बाहुर दैर्घ्य हम कौन 20 मिश्रण 2 समान 22 मीटर। तेज ए बी सी डी वर्गाकार जमीर क्षेत्रफल होची 22 × 22 बा 22 वर्ग इज इक्वल टू 484 वर्ग मीटर। तेज रास्तार क्षेत्रफल होची बाहर वर्ग क्षेत्र क्षेत्रफल फेण भीतर वर्ग क्षेत्र क्षेत्रफल अर्थात 484 फेण 400 समान 84 वर्ग मीटर। तेबे रास्तार 1 वर्ग मीटर को 2 टंका 50 हिसाब से गोड़ी बिछावे मोट खर्च हम 84 × 2 टंका 50 समान 210 टंका। तेबे प्रकार आमे आयत क्षेत्र भीतर बाहर धार को लगी रही क्षेत्रर क्षेत्रफल निर्णय करि परिबा।